ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10। ଆଜି ପଢିବା ଜ୍ଞାନ 283। ହେ ମୃତ୍ୟୁ, ମୁଖା ପିନ୍ଧି ରହିଥିବା ହେ ଆମର ବନ୍ଧୁ ଓ ଆମ ସୁଯୋଗ ଗୁଡ଼ିକର ନିର୍ମାଣକାରୀ, ଯେତେବେଳେ ତୁମେ ଦ୍ୱାରଟିକୁ ଉନ୍ମୋଚିତ କରିଦେବ, ସେତେବେଳେ ଆମକୁ ପୂର୍ବରୁ ସେହି କଥାଟି କହିବାକୁ ତୁମେ କଦାପି କୁଣ୍ଠିତ ହେବ ନାହିଁ। କାରଣ ଆମେ ସେହି ବ୍ୟକ୍ତିମାନଙ୍କ ଦଳର ନୋହୁଁ, ଯେଉଁମାନେ କି ସେହି ଲୌହ କପାଟର ଖୋଲିବା ଶବ୍ଦ ଶୁଣି ଆତଙ୍କିତ ହୋଇ ଉଠନ୍ତି। ପ୍ରଭୁ ଲେଖୁଛନ୍ତି, ହେ ମୃତ୍ୟୁ, ମୁଖା ପିନ୍ଧି ରହିଥିବା ହେ ଆମର ବନ୍ଧୁ। ଏଠି ମୃତ୍ୟୁକୁ ଦେଖନ୍ତୁ କାବ୍ୟିକ ଭାବରେ ଗୂଢ ରହସ୍ୟକୁ ବର୍ଣ୍ଣନା କରୁଛନ୍ତି। ମୃତ୍ୟୁକୁ କୁହାଉଛି ଯେ ମୁଖା ପିନ୍ଧି ରହିଥିବା ହେ ଆମର ବନ୍ଧୁ। ପ୍ରଥମ କଥା, ଏଠି ମୁଖା ପିନ୍ଧି ବୋଲି କହିଲେ, ତା ମାନେ ମୃତ୍ୟୁର ପଶ୍ଚାତରେ ଆଉ ଜଣେ କିଏ ଅଛି, ଯାହାର ମୁଖାଟା ଦେଖାଯାଉଛି, ମୃତ୍ୟୁର ରୂପ ନେଉଛି। ଏବଂ ତାପରେ କହୁଛନ୍ତି ତାମାନେ ଯୋଉ ମୃତ୍ୟୁର ଯୋଉ ମୁଖାର ପଶ୍ଚାତରେ ଯିଏ ରହିଛନ୍ତି, ସିଏ ହଉଛନ୍ତି ଆମର ବନ୍ଧୁ। କେତେ ଗଭୀର କଥାଟି କହୁଛନ୍ତି। ଆପଣ ଦେଖନ୍ତୁ, ଜଣେ ଯେତେବେଳେ ଆମେ ପୁରା ସାଧାରଣ ଭାବରେ ବୁଝିବା, ଆମେ କୌଣସି ଗୋଟେ ଜିନିଷ ଆମେ ତିଆରି କରୁଛନ୍ତି ବା କିଛି ଗୋଟେ କଥା ଆମେ ଲେଖୁଛନ୍ତି, କେତେବେଳେ ତାକୁ ନଷ୍ଟ କରିଦଉ, କେତେବେଳେ ତାକୁ ଲିଭେଇ ଦଉ। ପୁରା ସହଜ କଥା। ଦେଖିଲେ ନା ନାଇଁ ଲେଖାଟା କାହିଁ ଠିକ ହେଲାନି, ଆଉ ଟିକେ ବଦଳେଇବା, ଭଲରେ ଲେଖିବା କହି ତାକୁ ଆମେ ଲିଭେଇ ଦିଅନ୍ତି, ନାଇଁକି? ଯେତେବେଳେ ଆମେ କିଛି ପରଫେକ୍ସନ ଚାହୁଁ, ଯେତେବେଳେ ଆମେ ଯାହା କରିଛୁ ତାଠାରୁ ନୂତନତ୍ୱ କିଛି ଚାହୁଁ, ପୂର୍ଣ୍ଣତା ଚାହୁଁ ବା ନୂତନତ୍ୱ କିଛି ଚାହୁଁ, ତେବେ ଲେଖାଟି ଯେତେ ସୁନ୍ଦର ହେଇଥାଉ ନା କାହିଁକି, ଖରାପ ହେଇଛି ବୋଲି ଆମେ ଯୋଉ ଭାବୁଛୁ, ଆଉ କାହା ପାଇଁ ସେଟା ସୁନ୍ଦର ହେଇଥାଇପାରେ, କିମ୍ବା ଆମେ ବି ଯୋଉଟା ଭାବୁଛୁ ବହୁତ ଭଲ ହେଇଛି, ତଥାପି ଆମେ ତାକୁ ଲିଭେଇ ଦଉ, କାରଣ ତାଠାରୁ ଆଉ କିଛି ଭଲ ଯେତେବେଳେ ମୋର ଭିତରୁ ଆସେ ବା ମୁଁ ଭିତରକୁ ଆସେ, ଯେମିତି ଆସେ, ସେତେବେଳେ କଣ କରୁ, ଆମେ ପୁରୁଣାଟାକୁ ଲିଭେଇ ଦଉ। ଲେଖାଟି ଯେମିତି ଲିଭେଇ ଦଉ, ତିଆରି କଲାବେଳେ ଜଣେ କୁମ୍ଭାର ଯେତେବେଳେ ତିଆରି କରେ, ଦେଖିବେ ଜଣେ ଚିତ୍ରକର ଯେତେବେଳେ ତିଆରି କରେ, ଯେକୌଣସି କାରିଗର ଯେତେବେଳେ କୌଣସି ଏକ କାରୁକାର୍ଯ୍ୟ, କୌଣସି ଏକ ଶିଳ୍ପ ଯାହା ବି ହଉ, ଯେତେବେଳେ ସେ ତିଆରି କରେ, ସିଏ ଅନ୍ତର ପ୍ରେରଣା ହଉ କିମ୍ବା ଏକ କଳ୍ପନା ହଉ, ସେ ଯୋଉ ପ୍ରତିକୃତିଟିଏ ଚାହୁଁଥାଏ, ଯେ ପର୍ଯ୍ୟନ୍ତ ତାକୁ ସାଟିସ୍ଫାଏ କରଲା ଭଳି ସେ ଯେତେବେଳେ ସେ ପାଏ ନାହିଁ, ତାକୁ କଣ କରେ, ପୁଣି ଭାଙ୍ଗିଦିଏ, ପୁଣି ଆଉ ଥରେ ତିଆରି କରେ। ସେଥିପାଇଁ ଭାଙ୍ଗି ଗଢେ ଯେମିତି କଥାରେ କୁହନ୍ତି। କଣ ପାଇଁ ନା ସବୁବେଳେ ପରଫେକ୍ସନ, ନୂତନତ୍ୱ। ତେବେ ଏଇ ଯୋଉ ମୃତ୍ୟୁର ପଶ୍ଚାତରେ ରହିଛି କିଏ ସେ, ନା ନୂତନତ୍ୱର ମୁଖାଟି। ନୂତନତ୍ୱରେ ରହିଛି ଯୋଉ ସତ୍ତା ବା ଯୋଉ ସ୍ପନ୍ଦନ ରହିଛି ତା ପଛରେ, ଯିଏକି ସବୁବେଳେ ଚାହେଁ ପରିପୂର୍ଣ୍ଣତା ବା ପୂର୍ଣ୍ଣତା ଦିଗରେ ଯିବା ପାଇଁ ବା ନୂତନତ୍ୱକୁ ସେ ଗ୍ରହଣ କରେ। ସେଠି ମୁଖା ହଉଛି କିଏ ସେ, ନା ମୃତ୍ୟୁର ରୂପ। ତେଣୁ ଆମକୁ ଲାଗୁଛି ଯେ ମୃତ୍ୟୁ ବହୁତ ମାନେ କଷ୍ଟଦାୟକ, ଏବଂ ଯେମିତି ସବୁ କିଛି ନଷ୍ଟ ହେଇଗଲା। ଆମେ ଯେତେବେଳେ ଜଣେ ଯେତେ ଶରୀର ତ୍ୟାଗ କରେ, ଅନ୍ୟମାନେ ଭାବନ୍ତି ସେ କେମିତି ଥିଲା, କେତେ ଭଲ ଥିଲା, ଏ କଲା, କେତେ କାମ କରିଥାନ୍ତା, ବା ଏଇସା ହେଇଥାନ୍ତା, ବା ସେ ହେଇଥାନ୍ତା, ଇତ୍ୟାଦି ଇତ୍ୟାଦି। କିନ୍ତୁ ସେ ଆଉ ଟିକେ ପରଫେକ୍ସନ, ଆଉ ଟିକେ ଅଗ୍ରଗତି, ଆଉ ଟିକେ କୋଉ ଚେତନାର ସ୍ତର ହବ, ଏଇ ଯୋଉଟା ହଉଛି। ବା ବେଳେ ବେଳେ ଆମର କଣ ହୁଏ, ଆମେ ଦେଖିଲେ ଯେ ନାଇଁ ନାଇଁ ଏଇ ଯୋଉଟା ହେଇଗଲା, ଆ କାମ ସରିଗଲା, ତେଣୁ ଠିକ ଅଛି ତାକୁ ରଖିଦିଅ। ଆମେ ଯେତେବେଳେ ତାକୁ ନେଇକି ଆଉ ଗୋଟେ ଜାଗାରେ ରଖିଦିଅନ୍ତି, ଆମେ ଭାଙ୍ଗୁ ନାହାନ୍ତି, ଠିକ ଅଛି। ବେଳେ ବେଳେ କଣ କରନ୍ତି, ଜିନିଷକୁ ନେଇକି ଠିକ ଅଛି, ଆ କାମ ସରିଗଲା, ତେଣୁ ଆକୁ କଣ କଲେ, ରଖିକି କବୋର୍ଡରେ ରଖିଦେଲେ ବା ଲକ୍ କରିଦେଲେ ବା ଇତ୍ୟାଦି ଇତ୍ୟାଦି କରିଦେଲେ। ସେତେବେଳେ ବି କଣ ହୁଏ, ସେ ଜିନିଷଟି ମୋ ପାଖରୁ ଲୁଭ ହେଇଗଲା, ସେତେବେଳେ ମୁଁ କଣ ଭାବିଲି, ମରିଗଲା, ସରିଗଲା, ଆରେ ସେ କୁଆଡେ ଗଲା। ଯଦି ଆମେ ବାହାର ଲୋକ ଯୋଉ ଦେଖନ୍ତି, କିନ୍ତୁ ସେଠି କଣ ହେଲା, ଯେ ତାର ଯୋଉ କାର୍ଯ୍ୟଟି ସେ ଆସିଥିଲେ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ, ସେ ସରିଗଲେ,
ବର୍ତ୍ତମାନ ସେ ତାଙ୍କ ଜଗତକୁ ଚାଲିଗଲେ ରହିଯିବା ପାଇଁ। ବେଳେ ବେଳେ କେତେକ ସତ୍ତା କଣ କରନ୍ତି, ପୂର୍ଣ୍ଣ ବିଶ୍ରାମ ପାଇଁ ବା କିଛି ସମୟ ବିଶ୍ରାମ ପାଇଁ ବି ଚାଲିଯାଆନ୍ତି। ଆପଣ ରହିଗଲା, ପୁଣି କେତେବେଳେ ଦରକାର ହେଲା ଆପଣ ଖୋଲୁଛନ୍ତି, ବାହାର କରୁଛନ୍ତି। ସେମିତି ବି କଣ ହୁଏ, ଯୋଉ ସତ୍ତା ମାନେ ଜୀବନ ଗ୍ରହଣ କରନ୍ତି ସେମାନେ ସେଇଭଳି ଭାବରେ ଜଣେ ସବୁ ମୁକ୍ତ ଆତ୍ମା ଥାନ୍ତି କେତେ ପ୍ରକାରର। ସେମାନେ କଣ କରନ୍ତି, ଯୋଉ କାର୍ଯ୍ୟ ପାଇଁ ଆସିଥିଲେ ତାଙ୍କୁ ଯୋଉ ଦାୟିତ୍ୱ ଦିଆ ହେଇଥିଲା ସେ ଦାୟିତ୍ୱଟି ସମ୍ପନ୍ନ କରିଦେଲେ, ତେବେ ସେ କଣ କଲେ, ତାପରେ ଏ ଶରୀରଟିକୁ ତ୍ୟାଗ କରନ୍ତି। ରୂପ ନେଲେ କଣ ନା, ମରିଗଲେ ବା ମୃତ୍ୟୁ ହେଇଗଲା। କିନ୍ତୁ ସେଇ ଶରୀରକୁ ତ୍ୟାଗ କରି ଆଉ ଏକ ସ୍ଥାନରେ ତାଙ୍କର ଯୋଉଟା ସ୍ଥାନ ଥିଲା ସେ ସ୍ଥାନରେ ଯାଇକି ସେ କଣ ହେଲେ, ଯାଇକିରି ବିଶ୍ରାମ ନେଲେ ବା ସେଠି ତାଙ୍କର ବାସସ୍ଥାନ ରହିଲେ। ପୁଣି ଯେତେବେଳେ ତାଙ୍କର ଆବଶ୍ୟକ ପଡିବ ଆସିବେ କାମ କରିବା ପାଇଁ। ତେଣୁ ଏଠି ବାହାରକୁ ଦେଖାଯାଉଛି ମୃତ୍ୟୁ ଏକ ଭୟଙ୍କର ଅବସ୍ଥା, କିନ୍ତୁ ପ୍ରକୃତରେ ଯଦି ଆପଣ ଦେଖିବେ ସେଟା ହଉଛି ଗୋଟେ ମୁଖା, ଯାହାର ପଶ୍ଚାତରେ ରହିଛି ନୂତନତ୍ୱ, ପ୍ରଗତିର ଲକ୍ଷଣ ରହିଛି। କିମ୍ବା ମୁକ୍ତ ଆତ୍ମା ଯୋଉମାନେ, ସେମାନଙ୍କର କାର୍ଯ୍ୟ ସମ୍ପନ୍ନ ହେଇଗଲା ଏବଂ ସେମାନେ ପୁଣି ବିଶ୍ରାମ ପାଇଁ ବା ତାଙ୍କର ନିଜର ଯୋଉ ସ୍ଥାନ ରହିଛି ସେ ସ୍ଥାନରେ ବସତି ସ୍ଥାପନ କରିବା ପାଇଁ ସେ କଣ କରନ୍ତି, ମୃତ୍ୟୁକୁ ଗ୍ରହଣ କରନ୍ତି। ତାପରେ କଣ ଦେଖନ୍ତୁ, ହେ ଆମର ବନ୍ଧୁ ଓ ଆମ ସୁଯୋଗ ଗୁଡ଼ିକର ନିର୍ମାଣକାରୀ। ବର୍ତ୍ତମାନ ସେ ଆମର କଣ କଲେ, ନୂତନ ନୂତନ ସୁଯୋଗ ଆମ ପାଖରେ କରୁଛନ୍ତି। ସାଧାରଣତଃ କଣ ହୁଏ, ମୃତ୍ୟୁଟି ଏହା ହିଁ କରିଥାଏ, ଆମକୁ ନୂତନତ୍ୱ, ପରିବର୍ତ୍ତନ ଏବଂ ଅଗ୍ରଗତିର ସୁଯୋଗ ଆଣି ଦେଇଥାଏ। ଯେତେବେଳେ ତୁମେ ଦ୍ୱାରଟିକୁ ଉନ୍ମୋଚିତ କରିଦେବ, ସେତେବେଳେ ଆମକୁ ପୂର୍ବରୁ ସେଇ କଥାଟି କହିବାକୁ ତୁମେ କଦାପି କୁଣ୍ଠିତ ହେବ ନାହିଁ। କେତେ କାବ୍ୟିକ ଭାବରେ ପ୍ରଭୁ କହୁଛନ୍ତି ଯେ ତୁମେ ଯେତେବେଳେ ଆସୁଛ ସେତେବେଳେ ମତେ ଟିକେ କହିଦବ। ମାନେ କହିବାକୁ କୁଣ୍ଠିତ ହେବ ନାହିଁ। ସେ କୁଣ୍ଠିତ ହେବ ନାହିଁ କାହିଁକି କହିଲେ, ତାପର ଲାଇନରେ କହୁଛି। କାହିଁକିନା ଆମେ ସେଇ କାଟାଗୋରୀର ଲୋକ ନୁହଁ ଯୋଉମାନେ କୁଣ୍ଠିତ ହୁଅନ୍ତି। କାହିଁକିନା ହେ ମରିଗଲି, ସରିଗଲା, ଏ ଗଲା, କଣ କରିବ, ଏଇ ଯୋଉ କାଟାଗୋରୀର ଲୋକ ଯୋଉମାନେ କି ଯେମିତି ଗୋଟେ ବଢିଆ ମଜା କଥାଟେ ଅଛି, ଭଲ କଥାଟା ଶୁଣିଥିବେ ତଥାପି ଆଉ ଥରେ କହୁଛି। ଜଣେ ବୟସ୍କା ଭଦ୍ର ମହିଳା ଜଙ୍ଗଲରୁ କାଠ ଆଣୁଛନ୍ତି ଏବଂ କାଠ ବୋଝଟି ଉଠେଇ ପାରୁନାହାନ୍ତି, କଷ୍ଟ ହଉଛି, ଅଣ୍ଟା କାଟୁଛି, ଅଗରା ବଗରା, ଦେହ ହାତ ଯନ୍ତ୍ରଣା ହଉଛି, ବୟସ ତ ହେଇଗଲାଣି, ନଇଁ ନା। ସେଇଥିରେ ଭାରି ବ୍ୟସ୍ତ ହେଇକିରି ଯମକୁ ଗାଳି ଦଉଛନ୍ତି ଯେ ନିଆଁ ପୋଡା ଯମ, ତାକୁ ଟିକେ ତାର ଟିକିଏ ବି ବିବେକ ବୋଲି ନାହିଁ। ବୟସ ମୋର କେତେ ହେଲାଣି, ଏ ବୟସରେ ମତେ ଖଟେଇ ଖଟେଇ ମାରୁଛି, କାହିଁକି ନେଇଯାଉନି ଏ ପ୍ରାଣଟାକୁ, ଆଉ କେତେ ଦହଗଞ୍ଜ ଆଉ କରିବ। ଯମ ଆଉ ନାରଦ ଥାନ୍ତି ଏକା ସାଙ୍ଗରେ ସେ ସମୟରେ। ନାରଦ ଶୁଣିଦେଲେ, କହିଲେ ଆଉ ହେ ପ୍ରଭୁ, ହେ ଧର୍ମରାଜ, ଆପଣ ସେ କାହିଁକି ଭଦ୍ର ମହିଳାଟିର କଥା ଶୁଣୁନାହାନ୍ତି, ସେ ତ କହୁଛି ତା ପ୍ରାଣ ନେଇଯାଆନ୍ତୁ ବୋଲି। କହିଲେ ହେ, ସେ କହୁଛି, ଚାଲୁନ ଦେଖିବୁ, ଚାଲ। ତାପରେ ସେଠୁ ଆସିଲେ ପରୀକ୍ଷା କରିବା ପାଇଁ। ଆସି କହିଲେ, ଆଉ ନାରଦ କହିଲେ, ଆଉ ମା, ତମେ ଯୋଉ କହୁଥିଲ ଇଏ ହଉଛନ୍ତି ସେଇ ଯମରାଜ, ଆସିଛନ୍ତି ତମର ପ୍ରାଣ ନବା ପାଇଁ। ନା ହଉ ବାପା, ଆସିଲୁ ଆସିଲୁ, ଭଲ କଲୁ, ଇଏ କାଠ ବୋଝ ଟିକେ ମୁଣ୍ଡକୁ ଦେଇଦେଲୁ। ଆଉ କୋଉ ପାଟିରୁ ଆଇଛି ରେ ବାପା? କହିଲେ ନାଇଁ ନାଇଁ, କୋଉ ପାଟିରେ ନୁହଁ, ଆମେ ଆଜ୍ଞା ଇଏ ହଉଛି ସ୍ୱୟଂ ନିଜେ ଯମ, ମୁଁ ହଉଛି ଦେବର୍ଷି ନାରଦ। ଆଉ ତୁ ବା କହିଲୁ ଯେ ତୋତେ କାହିଁକି ଦହଗଞ୍ଜ କରୁଛୁ, ତୋତେ ମରିବା ପାଇଁ, ତେଣୁ ଯମ ଆମେ ଆସିଛୁ, ଯମ ଆସିଛନ୍ତି, ତୋତେ ସ୍ୱୟଂ ଯମ ଆସିଛନ୍ତି, ଦୂତ ପଠେଇନାହାନ୍ତି ତୋତେ ନବା ପାଇଁ। କହିଲା କି କଣ ହେଲା, ଏତେ ଶୀଘ୍ର ମରିବି? ଆରେ ମୁଁ ନାତି ନାତୁଣୀ ଦେଖିନି, ତାଙ୍କ ବାହାଘର ଦେଖିନି, କିଛି ଦେଖିନି, କେମିତି ମରିବି? ସେମାନେ ମରିବାକୁ କୁଣ୍ଠାବୋଧ କରୁଛନ୍ତି, କାହିଁକି ନା ତାଙ୍କର ଭିନ୍ନ ଭିନ୍ନ ଜାଗାରେ ଆସକ୍ତି ରହିଥାଏ। ସେ କାମନା ବାସନା, ସେ ଆସକ୍ତି ତାଙ୍କର ଯେତେବେଳେ ପରିପୂର୍ଣ୍ଣ ନ ହୁଏ, ସେ ମରିବାକୁ ବ୍ୟସ୍ତ ହୁଅନ୍ତି ନାହିଁ। ମାନେ ମରିବା କଥା ଶୁଣିଲେ କୁଣ୍ଠାବୋଧ କରନ୍ତି, ଏଇଟା ଉପଭୋଗ କରିଥାନ୍ତି, ସେଇଟା କରିଥାନ୍ତି, ଏଇଟା ହେଇପାରିଲା ନାହିଁ। ତେଣୁ ସେଠି ପ୍ରଭୁ କହୁଛନ୍ତି, ତମେ ମତେ କହିଦବ, ମୁଁ କୁଣ୍ଠିତ ହେବି ନାହିଁ। କାହିଁକି ନା ଯେଉଁମାନେ କି ସେଇ ଲୌହ କପାଟର ଖୋଲିବା ଶବ୍ଦ ଶୁଣି ଆତଙ୍କିତ ହୋଇ ଉଠନ୍ତି, ମୁଁ ସେମାନଙ୍କ କାଟାଗୋରୀରେ ନୁହଁ। ତାହେଲେ ଏଠି କାହିଁକି କହିଲେ କବାଟ ଖୋଲିଦେବାକୁ? କବାଟ ଖୋଲିଲା ବେଳକୁ କାହିଁକି କହିବେ? କବାଟ ଖୋଲିଲା ବେଳକୁ କହିବେ କାହିଁକି
ତାମାନେ ମତେ ସତର୍କ କରେଇଦେବେ କେତେବେଳେ ଆମେ ଲିଭଉଛନ୍ତି, ଯେତେବେଳେ ଆମେ ଲେଖି ସାରିଲେଣି କିନ୍ତୁ ଦେଖିଲେ ଯେ ସେଇଟା ହେଲା ନାହିଁ, ଉପଯୁକ୍ତ ହେଲା ନାହିଁ। ଯଦି ତା ପୂର୍ବରୁ ମୁଁ ଲେଖିବା ପୂର୍ବରୁ ଜାଣିଗଲି ଯେ ଏଇଟା ଉପଯୁକ୍ତ ଶବ୍ଦଟି ଆସିନାହିଁ ମୋ ଭିତରକୁ, ତାହେଲେ ତାକୁ ଲେଖିବାକୁ ଯିବି କାହିଁ? ତେଣୁ ଯେତେବେଳେ ମୃତ୍ୟୁ ଆସୁଛି ତାମାନେ ମୃତ୍ୟୁ ଆସୁଛି ମତେ ଜଣେଇଦବ, ତାମାନେ ମୁଁ ଯୋଉ ଅସଂଶୋଧିତ ରୂପ ମୋର ଯେତେବେଳେ ମୋ ପାଖରେ ଆସୁଛି ବା ମୁଁ ଯେତେବେଳେ ସଂଶୋଧିତ ନହବା ପାଇଁ ମୋ ଭିତରେ ପ୍ରେରଣା ଆସୁଛି, ପରିବର୍ତ୍ତନ ହବାର ମୋ ଭିତରେ କୌଣସି ପ୍ରକାର ଅଙ୍କୁରୋଦ୍ଗମ ହଉନାହିଁ, ତାମାନେ ମୋର ମୃତ୍ୟୁ ସମୟ ଆସିଗଲା। ମୁଁ ପରିବର୍ତ୍ତନ ହେବି ନାହିଁ, ନିଜକୁ ବଦଳେଇବି ନାହିଁ, ମୋର ଗ୍ରହଣଶୀଳତା ଆଉ ନାହିଁ, ତା ଅର୍ଥ ହଉଛି ମୃତ୍ୟୁ ଆଉ ଆସିଗଲା। ତେଣୁ ମତେ ମୃତ୍ୟୁ ଆସିଗଲା ବୋଲି ଜଣେଇଦେବାକୁ ସେ ଯୋଉ ପ୍ରଭୁ ଲେଖୁଛନ୍ତି, ତାମାନେ ଆମେ ପ୍ରାର୍ଥନା କରିବା ଯେ ମୋ ଭିତରେ ଗ୍ରହଣଶୀଳତା ଯଦି କୌଣସି କାରଣରୁ ବନ୍ଦ ହେଇଯାଉଛି, ପରିବର୍ତ୍ତନ ବିମୁଖତା ଆସୁଛି, ତାହେଲେ ମତେ ପ୍ରଭୁ ହେ ମା, ହେ ଆଦିଶକ୍ତି, ହେ ପରମ ପ୍ରଭୁ, ତମେ ମତେ ସତର୍କ କରେଇ ଦିଅ। ତାହେଲେ କଣ ହବ? ମୁଁ ସେଇଟା ଆପଣଙ୍କୁ ପ୍ରାର୍ଥନା କରିବି ଯେ ମତେ ମୋ ଭିତରେ ପରିବର୍ତ୍ତନ ବିମୁଖତା ଆସିଲାଣି, ତେଣୁ ମତେ ଆପଣ ସେଥିରୁ ମୁକ୍ତ କରନ୍ତୁ, ତାହେଲେ ଆଉ ମୃତ୍ୟୁ ଆବଶ୍ୟକ ହବନି। ବା ତା ସେଇ ମୃତ୍ୟୁକୁ ନେଇକରି ଜ୍ଞାନ 284 ପ୍ରଭୁ ଲେଖୁଛନ୍ତି, ଅନେକ ସମୟରେ ମୃତ୍ୟୁ ଏକ ନିର୍ମମ ପରିକର ରୂପେ ଆସି ଉପସ୍ଥିତ ହୋଇଯାଏ। ହଁ, କଣ କହୁଛ? କହିଲେ କଣ ସତର୍କ ହେଇଗଲେ ମୃତ୍ୟୁ ଯଦି ଆବଶ୍ୟକ ଏକ୍ସାକ୍ଟ ହଁ, ସେୟା ଯଦି ସେଥିପାଇଁ କୁହାଯାଏ ଯଦି ଆମେ ବଞ୍ଚିବା ଶିଖିଯିବା ତେବେ ମୃତ୍ୟୁ କାହିଁକି ଆସିବ? ଦେଖନ୍ତୁ, ଯଦି ଏବେ ସିନା ମାଡ଼ କଥା ଉଠି ଯାଉଛି ବା ପନିଶମେଣ୍ଟ କଥା ଉଠି ଯାଉଛି, କିନ୍ତୁ ଖାଲି ଜଷ୍ଟ ପୂର୍ବ ଧାରଣା ଗୁଡାକୁ ନେଇକରି ସେ ଏକ୍ସାମ୍ପଲଟା ଦିଆଯାଏ। ଯଦି ମୁଁ ଯୋଉ ଲେଖାଟି ବା ଯୋଉ କାର୍ଯ୍ୟଟି ମତେ ଦିଆଯାଇଛି, ମୁଁ ଯଦି ତାକୁ ସୁଚାରୁ ରୂପେ କରି କରି ଚାଲିଲି, ତେବେ ମତେ ମୋର ଶିକ୍ଷକ ପନିଶମେଣ୍ଟ ଦେବେ କାହିଁକି? ମୁଁ ଲେଖୁ ନାହିଁ ବୋଲି ମତେ କୁହାହେଲା ଲେଖ ମ୍ୟାଙ୍ଗୋ ବୋଲି ଲେଖ, ମୁଁ ମ୍ୟାଙ୍ଗୋର ସ୍ପେଲିଂ ଲେଖୁନାହିଁ, ଠିକ ଲେଖୁନାହିଁ କିମ୍ବା ଲେଖିବାକୁ ଯାଉନାହିଁ, ମୁଁ ଏପଟ ସେପଟ ହଉଛି, ମୁଁ ଖେଳିକି ଆସେ, ମୁଁ ଏସା କରେ, ତେଣୁ ମୋ କାନଟା ମୋଡା ହଉଛି। ମତେ ଯଦି କହିଲେ ମୁଁ ମ୍ୟାଙ୍ଗୋଟା ଲେଖିଲି, ତାହେଲେ ମତେ ମାରିବେ କାହିଁକି? ଯଦି ମୁଁ ବଞ୍ଚିବା ଶିଖିଗଲି ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ କୁ ସ୍ୱୀକାର କରି ଅଗ୍ରଗତି କରିବା ପାଇଁ ମୋର ସଂକଳ୍ପ ଅଧିକରୁ ଅଧିକ ତୀବ୍ର ହେଇ ଚାଲିଲା, ତେବେ ମୋର ମୃତ୍ୟୁ ଆସିବ କାହିଁକି? ହଁ, ଏଇଠି ପ୍ରଶ୍ନ ଉଠିପାରେ ଯେ ପୂର୍ବରୁ କଣ କେହି ବି ଏମିତି ନଥିଲେ ଯିଏ ପରିବର୍ତ୍ତନ ପାଇଁ ସଦା ସର୍ବଦା ପ୍ରସ୍ତୁତ ଥିଲେ? କାହିଁ ମା ଶ୍ରୀଅରବିନ୍ଦ ବି ଶରୀର ତ୍ୟାଗ କଲେ। ହଁ, ଏଠି କଣ ହଉଛି, ମା ଶ୍ରୀଅରବିନ୍ଦ ଆସିବା ପୂର୍ବରୁ ଯେହେତୁ ଅତିମାନ ଶକ୍ତି ଅବତରଣ କରିନଥିଲା, ତେଣୁ ଏଇ ଯୋଉ ସ୍ଥୂଳ ଶରୀର ଯୋଉ ଉପାଦାନରେ ଗଢା ହେଇଛି, ସେଇ ଉପାଦାନଟି ପ୍ରସ୍ତୁତ ନଥିଲା, ରୂପାନ୍ତରିତ ହୋଇ ଯୋଉ ତତ୍ଵରେ ରୂପାନ୍ତରିତ ହେଲେ ସେ ଆଉ କ୍ଷୟ ହବ ନାହିଁ, ସେ ଶରୀର ସେ ପର୍ଯ୍ୟନ୍ତ ପ୍ରସ୍ତୁତ ହେଇ ନଥିଲା। କାହିଁକି ହେଇନଥିଲା? ନା ଅତିମାନ ଶକ୍ତି ଅବତରଣ କରିନଥିଲେ ବା ସମୟ ଆସିନଥିଲା। ଏପରିକି ମା ଶ୍ରୀଅରବିନ୍ଦ ଯେତେବେଳେ ଶରୀର ଗ୍ରହଣ କଲେ, ଏଇ ଯୋଉ ଶରୀରର କୋଷ ଗୁଡିକ ଏଥିରେ ମଧ୍ୟ ଏପର୍ଯ୍ୟନ୍ତ ପ୍ରସ୍ତୁତି ପୂର୍ଣ୍ଣ ହେଇନାହିଁ। ତାମାନେ ଏବଂ ସେଥିପାଇଁ କୁହାହେଉଥିଲା କଣ, ଯଦି କିଛି ଜଣ ବ୍ୟକ୍ତିଙ୍କର ଆଧାର ପ୍ରସ୍ତୁତ ହେଇଯାଇଥାନ୍ତା, ତାହେଲେ ଶରୀର ତ୍ୟାଗ କରିବାକୁ ପଡିନଥାନ୍ତା। ତାମାନେ ଶରୀରର କୋଷ ଲେବୁଲରେ, କୋଷ ସ୍ତରରେ ମଧ୍ୟ ସବୁଠାରୁ ଡେଞ୍ଜରସ୍ ବା ସବୁଠାରୁ ଡିଫିକଲ୍ଟ ହଉଛି ସେଇ ଜାଗାଟା। କାହିଁକିନା ଶରୀର ମ୍ୟାକ୍ସିମମ୍ ସମୟରେ ସବୁ ମୁହୂର୍ତ୍ତରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ବିମୁଖତା ତାହାର ହଉଛି ମୂଳ ମନ୍ତ୍ର। ସେ ଯୋଉ ନୀତି ନିୟମରେ ପଡି ପଡି ଆସିଛି ସେଇ ନିୟମରେ ସେ ଚାଲେ, ତାଠାରୁ ପରିବର୍ତ୍ତନ ହେଇ ନୂତନ ଶକ୍ତି ଦ୍ୱାରା ପରିଚାଳିତ ହବା ପାଇଁ ସେ ସଦା ସର୍ବଦା ପ୍ରସ୍ତୁତ ନଥାଏ। ତେଣୁ ଶରୀର ତ୍ୟାଗ କରିବାକୁ ପଡେ। ଶରୀରର କୋଷକୁ ମା ସେଥିପାଇଁ କଣ କରୁଥିଲେ, ଯେତେବେଳେ ଅତିମାନ ଶକ୍ତି ଅବତରଣ କଲା, ଶ୍ରୀଅରବିନ୍ଦ
କରିବା ପୂର୍ବରୁ ମହାଶ୍ରୀମନ୍ତ କଥା ହଉଥିଲେ ଯେ ଆଧାର ଏପର୍ଯ୍ୟନ୍ତ ପ୍ରସ୍ତୁତ ହେଇନାହିଁ, ଅତିମାନ ଶକ୍ତି ଅବତରଣ କରିବାର ସମୟ ଆସିଗଲାଣି, କରିବା କଣ? ତାହେଲେ କାହାକୁ ଜଣଙ୍କୁ ଶରୀର ତ୍ୟାଗ କରିବାକୁ ପଡିବ। ମାନେ ସେ ଶରୀର ଯଦି ଧାରଣ କରିବେ ତାର ନିୟମ ରହିଛି ଯେ ଏଇ ସ୍ଥୂଳ ଜଗତର ଗୋଟେ ନିୟମ ରହିଛି, ସେ ନିୟମ ଅନୁସାରେ ବାଧ୍ୟ ସେ ଶରୀର ତ୍ୟାଗ କରିବା ପାଇଁ। କାହିଁକିନା ନିୟମକୁ ଭଙ୍ଗ କରିବେ କେମିତି? ନିଜେ ନିୟମକାରୀ ହେଇକି। ତେଣୁ ସେତେବେଳେ ମା କହିଲେ ଯେ ନାଇଁ ମୁଁ ଶରୀର ତ୍ୟାଗ କରିବି। ସେ ମନା କଲେ, କହିଲେ ନାଇଁ ନାଇଁ, ତମକୁ ଆଉ ବହୁତ କାମ ତମ ଦ୍ୱାରା ଅଛି, ତମେ ରୁହ, ମତେ ଶରୀର ତ୍ୟାଗ କରିବା। ତେଣୁ ଶ୍ରୀ ଅରବିନ୍ଦ ଶରୀର ତ୍ୟାଗ କଲେ। ଯଦି ସେତେବେଳେ ବି ମା ବି କହିଲେ ଯଦି ଆଉ କିଛି ଆଧାର ପ୍ରସ୍ତୁତ ହେଇଥାନ୍ତେ ତେବେ ସେଇ ନିୟମ ଅନୁସାରେ ଆଉ ଶ୍ରୀ ଅରବିନ୍ଦଙ୍କୁ ଶରୀର ତ୍ୟାଗ କରିବାକୁ ପଡିନଥାନ୍ତା। ତାପରେ କଣ ହେଇଥାନ୍ତା ନା ଅତିମାନ ଶକ୍ତିକୁ ବ୍ୟବହାର କରି ଏ କୋଷ ଗୁଡିକୁ ରୂପାନ୍ତରିତ ଆରମ୍ଭ କରାଯାଇ ପାରିଥାନ୍ତା। ସେଇଥିପାଇଁ ତାପରେ କଣ କଲେ, ଯେତେବେଳେ ଶ୍ରୀ ଅରବିନ୍ଦ ଶରୀର ତ୍ୟାଗ କଲେ, ମା 1956 ମସିହାରେ ଭାଇ ଆଜ୍ଞା ଯୋଉ କହିଲ ମାନେ ଆଉ ମାନେ କୋଉ କିଛି ମାନେ ମାନେ ଆରେଞ୍ଜ ହେଇନଥିଲା ବୋଲି, ମାନେ ସେ ପ୍ରସ୍ତୁତି ହେଇନଥିଲା ବୋଲି ମାନେ ଶ୍ରୀ ଅରବିନ୍ଦ ଶରୀର ତ୍ୟାଗ କଲେ, ସେଇଟା ବୁଝି ହଉନି। ମାନେ ତାଙ୍କ ସହିତ ଆଉ ଇଏର କଣ ମାନେ ହଁ ଅଛି? ହଁ ହଁ ଦେଖନ୍ତୁ ସ୍ଥୂଳ ଜଗତର ଯୋଉ ନିୟମ ରହିଛି, ସେଥିପାଇଁ ଯୋଉ ଆଗରୁ ଯୋଉ କହୁନାହାନ୍ତି ଶ୍ରୀକୃଷ୍ଣ ଯେତେବେଳେ ଆସିଲେ ଶେଷକୁ ସିଏ ବି ଶରୀର ତ୍ୟାଗ କଲେ। କିନ୍ତୁ ସେ ଚାହୁଁନଥିଲେ, ସେ ଚାହୁଁଥିଲେ ଦିବ୍ୟ ପ୍ରେମ ଯେମିତି ପ୍ରତିଷ୍ଠିତ ହଉ। ସେ ଶରୀର ତ୍ୟାଗ କାହିଁକି କଲେ? କାରଣ ସେ ଦେଖିଲେ ତାଙ୍କରି ବଂଶରେ ବ୍ୟକ୍ତି ସ୍ୱାର୍ଥ ସମ୍ବଳିତ ଏବଂ ଦିବ୍ୟ ପ୍ରେମକୁ କୁତ୍ସିତ କରିବାକୁ ଆରମ୍ଭ କଲେ। ତାଙ୍କରି ବଂଶରେ ଯେତେବେଳେ ସିଏ କୁତ୍ସିତ ଆଡକୁ ଗଲେ, ତାମାନେ ସେ ଦେଖିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହେଇନାହିଁ ଏଇ ସମାଜ। କାହିଁକିନା ଯୋଉଠି ନିଜେ ଉପସ୍ଥିତ ଅଛନ୍ତି ତାଙ୍କରି ବଂଶ ପରମ୍ପରା ଭିତରେ କୁତ୍ସିତତା ପ୍ରବେଶ କରୁଛି ଦିବ୍ୟ ପ୍ରେମ ବିରୁଦ୍ଧରେ, ବା ଦିବ୍ୟ ପ୍ରେମକୁ ସେମାନେ ଅବିକୃତ କରିସାରିଲେଣି। ତେଣୁ ଆଧାର ପ୍ରସ୍ତୁତ ପାଇଲେନି। ତାମାନେ ଯୋଉମାନେ ଗ୍ରହଣ କରିବେ, ଯେତେବେଳେ ସେମାନେ ପ୍ରସ୍ତୁତ ନାହାନ୍ତି, ଟିଚର ଆସି କାହାକୁ ପଢେଇବେ? କାହାକୁ ନେଇକି କାମ କରିବେ? ଲେବର ମାନେ ପଳେଇ ଆସିଛନ୍ତି କାମ କରିବେ ବୋଲି, କିନ୍ତୁ ମାଲିକ ଗେଟ୍ ଖୋଲୁନାହିଁ କିମ୍ବା ତାଙ୍କୁ ଅନୁମତି ଦଉନାହିଁ, ତେବେ ସେ କେମିତି କାମ କରିବେ? ସେମିତି ଟିଚର ଆସିଛନ୍ତି, ଷ୍ଟୁଡେଣ୍ଟ ପ୍ରସ୍ତୁତ ନୁହଁ ତାଙ୍କ କ୍ଲାସ ବସିବା ପାଇଁ ବା ଶୁଣିବା ପାଇଁ। ଷ୍ଟୁଡେଣ୍ଟ ଟିଚର ପଢେଇବ ତ କାହାକୁ ପଢେଇବ? ତେଣୁ ଟିଚର କଣ କରିବ? ୱିଡ୍ର କରିନବ। ତେଣୁ ଇଏ ହଉଛି ଆଧାର ପ୍ରସ୍ତୁତ ନହେଲେ ସାଧାରଣତଃ ସବୁବେଳେ ଶକ୍ତି କଣ କରେ, ନିଜକୁ ୱିଡ୍ର କରିନିଏ। ସେଇଥିପାଇଁ ଶ୍ରୀକୃଷ୍ଣ ଦେଖିଲେ ଯେ ନାଇଁ ଆଉ ହବ ନାହିଁ, ତେଣୁ ସେ କଣ କଲେ, ଶରୀର ତ୍ୟାଗ କରିବା ପାଇଁ ସଂକଳ୍ପ କଲେ। ଯେହେତୁ ଶରୀର ତ୍ୟାଗ କରିବା ପାଇଁ ସଂକଳ୍ପ କଲେ, ତାପରେ କହିଲେ ଯଦି ମୁଁ ଶରୀର ତ୍ୟାଗ କରିଦଉଛି, ଏମାନେ କଣ କରିବେ? ଆମେ କୃଷ୍ଣଙ୍କ ଦାୟାଦ, କୃଷ୍ଣଙ୍କ ବଂଶଜ ବୋଲି ସେମାନେ କଣ କରିବେ? ବୃଥା ଗର୍ବରେ, ବୃଥା ଅହଙ୍କାରରେ ଇଏ ସମଗ୍ର ଧରାକୁ ସରା ବୋଲି ମନେ କରିବେ ଏବଂ ରାଜୁତି କରିବେ ଗର୍ବ ଅହଙ୍କାର ସ୍ୱାର୍ଥ ସମ୍ବଳିତ ହେଇ। ତେଣୁ ସେ କଣ କଲେ? ସମଗ୍ର ଦ୍ୱାରିକାକୁ ସମୁଦ୍ର ଭିତରେ ବୁଡେଇ ଦେଇଗଲେ ଏବଂ ତାଙ୍କର ତାଙ୍କର ସମଗ୍ର ବଂଶ କାହାକୁ ବି ବଞ୍ଚିବାକୁ ଦେଲେ ନାହିଁ, ସମସ୍ତେ ଶରୀର ତ୍ୟାଗ କଲେ। କାହିଁକି କଲେ? ଆଧାର ପ୍ରସ୍ତୁତି ନଥିଲା। ଯେତେବେଳେ ଶ୍ରୀ ଅରବିନ୍ଦ ଅତିମାନ ଶକ୍ତି ଅବତରଣ ହବାର ସମୟ ଆସିଗଲା, ତେଣୁ ତାକୁ ଗ୍ରହଣ କରିବା ପାଇଁ ସ୍ଥୂଳ ଜଗତରେ ଗୋଟେ ଯୋଉ ନିୟମ ରହିଛି, ସେଇ ନିୟମ ଅନୁସାରେ ଶରୀର କେତୋଟି ପ୍ରସ୍ତୁତ ହବା ଦରକାର। ଆଧାର ପ୍ରସ୍ତୁତ, ଶରୀର ପ୍ରସ୍ତୁତ ମାନେ ସେ ଶକ୍ତି କଣ କରିବ? ତାକୁ ଆଧାର କରିକି ଅବତରଣ କରିବ। ସେତେବେଳେ ଶ୍ରୀ ଅରବିନ୍ଦ ଯେମିତି ସାଧନା କରିଥିଲେ ଏବଂ ଅତିମାନସ ଶକ୍ତି ଅବତରଣ କରିବା ପାଇଁ ସେ ଯୋଉ ପ୍ରୟାସ କରିଥିଲେ, ତାହା କେବଳ ମନୁଷ୍ୟ ରୂପରେ ତାଙ୍କର ଏକ ଆମେ କହିପାରିବା ଯେ ସାଙ୍କେତିକ ଭାବରେ କର୍ମ କରୁଥିଲେ, ଯେ ଜଣେ ମଣିଷ ପ୍ରସ୍ତୁତ ହେଲେ ମଧ୍ୟ ଉଚ୍ଚତର ଶକ୍ତିକୁ ଅବତରଣ କରି ଆଣିପାରେ, ଧାରଣ କରିପାରେ। କିନ୍ତୁ ତାର ଯୋଉ ନିୟମ ରହିଛି ସେଇ ଅନୁସାରେ ଆଧାର, ଏ ଯୋଉ ଜଡ ଶରୀରର ଗୋଟେ ଯୋଉ ନିୟମ ରହିଛି, ସେଇ ନିୟମ ଅନୁସାରେ ତାଙ୍କ ଶରୀର ତ୍ୟାଗ କରିବାକୁ ବାଧ୍ୟ ହେଲେ। ଯଦି ସେଠି କିଛି ଜଣ ବ୍ୟକ୍ତି ତାଙ୍କର ଯୋଉ ଦେଖନ୍ତୁ ସଂକଳ୍ପ ବା ଲକ୍ଷ୍ୟରେ ସ୍ଥିର ହେଇଥାନ୍ତେ ଏବଂ ଅତିମାନ ଶକ୍ତି ଯେ ସମ୍ଭବ
ଅବତରଣ ସମ୍ଭବ, ଅତିମାନ ଶକ୍ତିର କାର୍ଯ୍ୟ ଏଇଭଳି ଭାବରେ ହେବା ସମ୍ଭବ। ଏଇ ଗୋଟେ ଦୃଢ଼ ନିଶ୍ଚୟତା, ଦୃଢ଼ ନିର୍ଭରତା, ପୂର୍ଣ୍ଣ ନିର୍ଭରତା, ଏଇ ଯୋଉ ଆବଶ୍ୟକତାଟି ଦରକାର ଥିଲା। ଆମେ ଆମର କୋଷ ସ୍ତରରେ, ମାନେ ଶରୀରର କୋଷ ସ୍ତରରେ ମଧ୍ୟ ଏ ପ୍ରକାର ଆବଶ୍ୟକତା ଦରକାର ହୁଏ। ତେଣୁ ଯେହେତୁ ସେତେବେଳେ ସେମିତି ଅନେକ ଗୁଡ଼େ ଆଧାର ପ୍ରସ୍ତୁତ ନଥିଲେ, ତେଣୁ ଶରୀର ତ୍ୟାଗ କରିବାକୁ ପଡ଼େ। ତାପରେ ସେଥିପାଇଁ ମା କ'ଣ କଲେ, ସେ ଶକ୍ତିକୁ ନେଇକି ତାଙ୍କର ସୂକ୍ଷ୍ମ ଶରୀର ତିଆରି କରିବାକୁ ଆରମ୍ଭ କଲେ। ସେ ଯୋଉ କୋଷ ଗୁଡ଼ିକ ଗୋଟେ ପରେ ଗୋଟେ ପରେ ଗୋଟେ ପରେ ତିଆରି କରିବାକୁ ଆରମ୍ଭ କଲେ। ଯେତେବେଳେ ସେଇ ସୂକ୍ଷ୍ମ କୋଷର ସମାହାରରେ ଶରୀରଟି ତିଆରି ହେଇଗଲା, ସେତେବେଳେ ସେ କ'ଣ କଲେ ନା ଏଇ ଏନଭେଲପ ତ୍ୟାଗ କରିକି ସେଇ ସୂକ୍ଷ୍ମ କୋଷରେ ଶରୀରକୁ ଗଲେ। ବର୍ତ୍ତମାନ କଥା ହଉଛି, ଆମେ ଯେତେ ଅଧିକରୁ ଅଧିକ ସେ ଶକ୍ତିକୁ କାର୍ଯ୍ୟ କରିବା ପାଇଁ ନିଜେ ଗ୍ରହଣଶୀଳ ହବା, ତାହେଲେ କ'ଣ ହବ, ଯେତେ ଅଧିକ ଯେମିତି କଥାରେ କୁହନ୍ତି ଗ୍ରହଣଶୀଳ ହେଇଗଲେ, ଅଧିକ ଲୋକ ଯଦି ଏକ ମନ ହେଇକି ଯେମିତି କାମ କଲେ, କାମଟା କ'ଣ ହୁଏ, ଶୀଘ୍ର ହୁଏ, କାମଟା ଶୀଘ୍ର ସରିଯିବ। ତେଣୁ ଯେତେ ଅଧିକ ବ୍ୟକ୍ତି ସଚେତନ ହେଇ ନିଜକୁ ପ୍ରସ୍ତୁତ କରିବେ, ନିଜର ଆଧାରକୁ, ମନ, ପ୍ରାଣ, ଶରୀର ତିନିଟା ଯାକ ଆଧାରକୁ ପ୍ରସ୍ତୁତ କରିବେ ଏବଂ ଅତିମାନ ଶକ୍ତି ତାଙ୍କ ଭିତରେ ଦେଇକି ଅବିକୃତ ଭାବରେ କାର୍ଯ୍ୟ କରିବା ପାଇଁ ଆଧାର ପୂର୍ଣ୍ଣ ପ୍ରସ୍ତୁତି ହେଇ ଉଠିବ, ସେତେବେଳେ ସେ ମ୍ୟାନିଫେଷ୍ଟେସନଟା ଦେଖାଯିବ, ଜଣା ପଡ଼ିବ। ଅନେକ ସମୟରେ ମୃତ୍ୟୁ ଏକ ନିର୍ମମ ପରିକର ରୂପେ ଆସି ଉପସ୍ଥିତ ହୋଇଯାଏ। ମାତ୍ର ଯେତେବେଳେ ସିଏ ପୃଥିବୀର ଏହି ପରିଚ୍ଛଦଟିକୁ ପାଲଟାଇ ଉଜ୍ଜ୍ୱଳତର ସେହି ଅନ୍ୟ ପରିଧାନଟିକୁ ପିନ୍ଧାଇ ଦିଏ, ସେତେବେଳେ ତାହାର ଦୁଷ୍ଟତା ଓ ଅଯୋଗ୍ୟତା ଗୁଡ଼ିକୁ କ୍ଷମା ନ କରିବାର ଆଉ କୌଣସି କାରଣ ନଥାଏ। ସେ ମୃତ୍ୟୁକୁ ନେଇକି କହୁଛନ୍ତି, ଅନେକ ସମୟରେ ମୃତ୍ୟୁ ଏକ ନିର୍ମମ ପରିକର ରୂପେ ଆସି ଉପସ୍ଥିତ ହୋଇଯାଏ। ଆମେ ଆଲୋଚନା କରୁଛନ୍ତି, ମାତ୍ର ଯେତେବେଳେ ସେ ପୃଥିବୀର ଏହି ପରିଚ୍ଛଦଟିକୁ ପାଲଟାଇ ଉଜ୍ଜ୍ୱଳତର ସେଇ ଅନ୍ୟ ପରିଧାନଟିକୁ ପିନ୍ଧାଇ ଦିଏ, ଯୋଉଟା ପୂର୍ବରୁ ଆମେ ଆଲୋଚନା କଲେ, ଯୋଉ ତାର ନୂତନତ୍ୱ ରୂପଟାକୁ ଯେତେବେଳେ ଆମକୁ ଆଣିକିରି ଆମ ପାଖରେ ରଖିଦିଏ, ସେତେବେଳେ ତାହାର ଦୁଷ୍ଟତା ଏବଂ ଅଯୋଗ୍ୟତା ଗୁଡ଼ିକୁ କ୍ଷମା ନ କରିବାର ଆଉ କୌଣସି କାରଣ ନଥାଏ। ଇଏ ହଉଛି ଗୋଟେ ଲେଖକ ବା ସାହିତ୍ୟିକ ବା ସାହିତ୍ୟ ଶବ୍ଦର ବ୍ୟବହାରରେ ଏଟା କହୁଛନ୍ତି ଯେ ଅଯୋଗ୍ୟତା ଗୁଡ଼ିକୁ କ୍ଷମା ନ କରିବାର କୌଣସି କାରଣ ନଥାଏ। ଯେତେବେଳେ ଆପଣ ଗୋଟେ ନୂତନତ୍ୱ ଉଚ୍ଚତର ଚେତନାକୁ ପାଇଗଲେ, ତେବେ ପୁରା ଚେତନାରେ ଯୋଉ ଆପଣଙ୍କର ଲିମିଟେସନ ଥିଲା, ଯୋଉ ଅଭାବ ଥିଲା, ଯୋଉ ଅଯୋଗ୍ୟତା ଥିଲା, ଯୋଉ ଅସାମର୍ଥ୍ୟତା ଥିଲା, ସେ ତ ଆପେ ଆପେ ନିଶ୍ଚିନ୍ନ ହେଇକି ନୂତନ ରୂପ ଗ୍ରହଣ କଲା। ଯେତେବେଳେ ଆମେ ପ୍ରସ୍ତୁତ ହେଇଗଲେ, ସେତେବେଳେ ସେ ନିଶ୍ଚିନ୍ନ ହିଁ ହେଇଗଲା। ତେଣୁ ଏଇଟା ଗୋଟେ ସୁନ୍ଦର ଭାବରେ ଲେଖୁଛନ୍ତି, ତେଣୁ ଅଯୋଗ୍ୟତା ଗୁଡ଼ିକୁ କ୍ଷମା ନ କରିବାର କୌଣସି କାରଣ ନଥାଏ। ଅଯୋଗ୍ୟତା ତ କ୍ଷମା ହେଇଗଲା ବୋଲି ଆପଣ ନୂତନ ରୂପ ପାଇଲେ। ପ୍ରାଣୀମାନଙ୍କ କ୍ଷେତ୍ରରେ ମନର ପରିପ୍ରକାଶ ପୂର୍ଣ୍ଣ ରୂପେ ହେଇପାରିନଥିଲା, ତେଣୁ ତାର କେତେ ଗୁଡ଼େ ଅଭାବ ଥିଲା। ପ୍ରାଣଗତ ପ୍ରବୃତ୍ତିକୁ ନେଇକି ସେ ବଞ୍ଚୁଥିଲା, ମନ ଯେହେତୁ ପ୍ରସ୍ତୁତ ହେଇନଥିଲା, ତେଣୁ ସେ ଯୋଉ ଯାହା ଯାହା କାର୍ଯ୍ୟ କରୁଥିଲା, ମନ ଯେତେବେଳେ ଅବତରଣ କଲା, ଯେତେବେଳେ ସେ ମଣିଷ ହେଇଗଲା, ସିଏ ଯଦି ସେଇ ପୁରୁଣା କାମ କରେ, ତେବେ ତାକୁ କ୍ଷମା କରାଯିବ ନାହିଁ। ସିଂହ ଆମିଷ ପ୍ରାଣୀ, ତାର ଆବଶ୍ୟକତା ଅଛି, ସିଏ କ'ଣ କରୁଛି, ଶିକାର କରୁଛି, ଖାଦ୍ୟ ଗ୍ରହଣ କରୁଛି। ବର୍ତ୍ତମାନ ମନ ଆସିଗଲା, ସେଠି ସିଏ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହଉଥିଲା। ବର୍ତ୍ତମାନ ମଣିଷର ମନ ଆସିଲା ପରେ ଯଦି ସେ ସିଂହ ଭଳି କେବଳ ହତ୍ୟା କରି ଚାଲିବ, ତେବେ ଏବେ ଏଇଟା ହେଇଗଲା ତା ପାଇଁ ଅପରାଧ। ଏଇଟା ଆଉ କ୍ଷମା କରାଯିବନି, ତାକୁ ଦଣ୍ଡ ଭୋଗିବାକୁ ପଡ଼ିବ। କାହିଁକିନା ମନ ଆସିଲା ପରେ ତୁମର ଏକମାତ୍ର ଖାଦ୍ୟ ଆଉ ହେଇକି ନାହିଁ ଆମିଷ, ତୁମର ବହୁତ ଗୁଡ଼େ ଅପସନ ତମକୁ ଖୋଲି ଦିଆଗଲା। ମନକୁ ବ୍ୟବହାର କରିକି କ'ଣ କ'ଣ କରିପାରିବ ତମକୁ ଶିଖା ହେଇଗଲାଣି। ତମେ ଚାଷ ଶିଖିଲେଣି, ଏଟା ଶିଖିଲେଣି, ସେଟା ଶିଖିଲେଣି, କେତେ କଥା ମନ ତମକୁ ଶିଖେଇଲାଣି। ତେଣୁ ତମ ପାଖରେ ଗୋଟେ ମାତ୍ର ଅପସନ ଆଉ ନାହିଁ ଯେ ମୁଁ କେବଳ ଅନ୍ୟ ଜୀବକୁ ଶିକାର କରି ମୁଁ ହତ୍ୟା କରିକିରି ଖାଦ୍ୟ କରିବି। ତମେ ଯେତେବେଳେ କାହାକୁ ହତ୍ୟା କରି ଖାଉଛ, ତେବେ ତୁମେ ଅପରାଧୀ ହେଲ।
ଏଠି ଆଉ ତମକୁ କ୍ଷମା କରାଯିବ ନାହିଁ। ସେଠୁ କଣ ହଉଥିଲା, ସେଠି ତାକୁ କ୍ଷମା କରିଦିଆ ହେଇଥିଲା, କାରଣ ତା ପାଖରେ ସାମର୍ଥ୍ୟ ନଥିଲା। ଯେତେବେଳେ ରୂପ ଗ୍ରହଣ କଲା, ସେ ଭୁଲ ଆଉ କରିପାରିବନି। କିନ୍ତୁ ଏଇଠି ଆମେ ସେଥିପାଇଁ ଯଦି ଆମେ ନିଜେ ସଚେତନ ହଉନାହୁଁ, ତେବେ ଆମକୁ କଣ ତାର କନସିକ୍ୱେନ୍ସ ଭୋଗ କରିବାକୁ ପଡିବ। ଏଠି ଯୋଉ ଅଯୋଗ୍ୟତା କଥା କହିଥିଲେ, ଯୋଉଟା ଆମେ ଆଲୋଚନା କରିସାରିଲେଣି, ତାପରେ ଏଇଟା ଆଉ ଟିକେ ଅଲଗା କଣ୍ଟେକ୍ସଟକୁ ଆମେ ଗଲେ, ସେଠି ହଉଛି ସେଇ ଶରୀରରେ ଯୋଉ ଅଯୋଗ୍ୟତା ଥିଲା ସେଗୁଡାକ କ୍ଷମା ପ୍ରାପ୍ତ କରିଗଲା। ସିଂହ କଣ କରୁଥିଲା, ତାର ଅଯୋଗ୍ୟତା ଥିଲା, ସିଏ ଘରଟିଏ ତିଆରି କରିପାରୁନଥିଲା, କାନ୍ଥ ଯେମିତି ମାଟି କାନ୍ଥ କରି ଚାଳ ଛପର କରିପାରୁନଥିଲା, ସେ ଗୁମ୍ଫାରେ ରହୁଥିଲା, ସେଇଟା ତାର ଅଯୋଗ୍ୟତା ଥିଲା। ଯଦି ବର୍ଷା ହେଲା, ଖରା ହେଲା, ତେବେ ସେ ଦୌଡ଼ିକି ଆସିକିରି ଗୁମ୍ଫା ଭିତରେ ପଶୁଥିଲା, ସେଇଟା ତାର ଅଯୋଗ୍ୟତା ଥିଲା। ବର୍ତ୍ତମାନ ମଣିଷ ଆସିଗଲା ପରେ ସେ ଅଯୋଗ୍ୟତା କ୍ଷମା କରି ଦିଆଯାଇଛି, ଯାହା ଫଳରେ ତା ପାଖରେ ଏକ ସ୍ୱାଭାବିକ ଭାବେ ଏକ ସାମର୍ଥ୍ୟ ତାକୁ ଦିଆଯାଇଛି। ସେ କେମିତି କଣ ଯୋଗାଡ଼ ଯନ୍ତ୍ର କରିବ, ମନକୁ ବ୍ୟବହାର କରିବ, ଘର କରିବ, କୋଉଠି ରହିବ, କେମିତି ରହିବ, ଦୌଡ଼ିକି ଯିବ, ଏଠୁ ଯାଇକିରି ସେଠି ଯିବ, କୋଉଠି ଏମିତି ଘର କରିବ କି ସେମିତି ଘର କରିବ। ତେଣୁ ଆଉ ସେ ଅଯୋଗ୍ୟତା ତା ପାଖରେ ନାହିଁ, ସେ ଅଯୋଗ୍ୟତାକୁ କ୍ଷମା କରି ଦିଆଯାଇଛି। ନୂତନ ତାକୁ ଆକ୍ଚୁଆଲି ଅଯୋଗ୍ୟତା କ୍ଷମା କରିଦିଏ, ତାକୁ ନୂତନ ଶକ୍ତି ଦିଆଯାଇଛି, ସାମର୍ଥ୍ୟ ପାଇଯାଇଛି। ତେଣୁ ସେ ନୂତନ ରୂପରେ ବ୍ୟବହାର କରିଛି। ଲେଖିବାରେ ସୁନ୍ଦର ଭାବରେ ପ୍ରଭୁ କହୁଛନ୍ତି ଯେ ଅଯୋଗ୍ୟତା ଗୁଡ଼ିକୁ କ୍ଷମା କରିବାର କୌଣସି କାରଣ ମା ମା। Thank you all. Over.